ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ମେ 17ରୁ 23 ତାରିଖ ମଧ୍ୟରେ ଗୋଟିଏ ସାଇକ୍ଲୋନ୍ ଗଭୀର ଅବପାତରେ ପରିଣତ ହେବ ବୋଲି କୁହାଯାଉଛି। ଏହା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ମେ 21 ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, 22 ତାରିଖରେ ଲଘୁଚାପ ଓ ପରେ ଗଭୀର ଅବପାତରେ ପରିଣତ ହେବ ସ୍ୱାଭାବିକ ସମୟରେ ପ୍ରାୟ 3 ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନକୁ ଆସିବ ବୋଲି ପୂର୍ବାନୁମାନ କରାଯାଇଛି। ଏବେ ଆଣ୍ଡାମାନରୁ ଆସୁଥିବା ପୂର୍ବ ଦିଗରୁ ବାୟୁ ଦୁର୍ବଳ ହୋଇଯାଇଛି, ଯାହାକି ମୌସୁମୀ ଆଗମନରେ ସହାୟକ ହେବ। ତେବେ ଆଣ୍ଡାମାନ ପରେ କେରଳକୁ ଜୁନ୍ 1ରେ ପହଞ୍ଚିବ। ଜୁନ୍ 10 ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ମୌସୁମୀ। ବ୍ୟୁରୋ ରିପୋର୍ଟ, ସ୍ୱାଭିମାନ ଓଡ଼ିଆ 24।